କୋଠରୀ ଜନମ ତୁମର, ଦୂର କରିବାକୁ ଦୁନିଆ ଅନ୍ଧାର। ଦେବକୀ ଗର୍ଭରେ ରହି ଜନ୍ମ ନେଲ, ଯଶୋଦା କୋଳରେ କଲ ଲୀଳା ଖେଳ। ଆହା କି ସୌଭାଗ୍ୟ ଗୋପପୁରର, ଯେଉଁଠି ଜନମ ଶ୍ରୀକୃଷ୍ଣଙ୍କର। ଯେଉଁଠି ଶୁଭିଛି ମୁରଲୀ ସୁର, ରାସ ଦେଖିଛି ଯମୁନାର କୂଳ। ପୂଜା ହେଲା ଗିରି ଗୋବର୍ଦ୍ଧନର, କି ସୌଭାଗ୍ୟ ଗୋପପୁରର, ଯେଉଁଠି ଜନମ ଶ୍ରୀକୃଷ୍ଣଙ୍କର। ଜୁହାର ଶ୍ରୋତା ବନ୍ଧୁ, ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ। ଏହି ଦିନଟିକୁ ସାରା ଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାରକୁ ଶ୍ରୀକୃଷ୍ଣ ବୋଲି ବିବେଚନା କରାଯାଏ। ତେଣୁ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ଏହି ପର୍ବଟି ହିନ୍ଦୁ ଧର୍ମର ପରମ୍ପରାକୁ ପ୍ରତିଫଳିତ କରିଥାଏ ଏବଂ ସନାତନ ଧର୍ମର ଏକ ବଡ଼ ପର୍ବ। ଏହି ଦିନ ଯେଉଁମାନେ ସମ୍ପୂର୍ଣ୍ଣ ବିଧି ସହିତ ଜନ୍ମାଷ୍ଟମୀ ପାଳନ କରନ୍ତି, ଭଗବାନ ଶ୍ରୀକୃଷ୍ଣ ତାଙ୍କର ମନସ୍କାମନା ପୂରଣ କରନ୍ତି। ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହି ପର୍ବରେ ଭକ୍ତମାନେ ଉପବାସ ରହି ଗୀତ ଗାଇବା, ଏକାଠି ପ୍ରାର୍ଥନା କରିବା, ବିଶେଷ ଖାଦ୍ୟ ପ୍ରସ୍ତୁତ କରିବା, ବାଣ୍ଟିବା ଏବଂ ଭିନ୍ନ ଭିନ୍ନ କୃଷ୍ଣ କିମ୍ବା ବିଷ୍ଣୁଙ୍କ ମନ୍ଦିର ପରିଦର୍ଶନ କରି ଜନ୍ମାଷ୍ଟମୀ ପାଳନ କରନ୍ତି। କୃଷ୍ଣଙ୍କ ମନ୍ଦିରରେ ଭଗବତ ଗୀତା ପାଠ କରିବାର ଆୟୋଜନ ହୋଇଥାଏ। କୃଷ୍ଣ ଲୀଳା, ନୃତ୍ୟ, ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। କୃଷ୍ଣ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ପାଳନ କରାଯାଏ। ଏହି ଜନ୍ମାଷ୍ଟମୀ ପର୍ବଟିକୁ ସାରା ବିଶ୍ୱରେ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରାଯାଏ। କହ୍ନେଇ କଳା କହ୍ନେଇ, ଶ୍ରୀମୁଖ ତୋର ଥିବି ଅନେଇ। କାଳ ଗ୍ରହ ସବୁ କଲୁ ନିଧନ, ବଦଳେଇ ଦେଲୁ ମନ ଜୀବନ। ସତରେ କାହ୍ନା, ତୁ କେତେ ଆକର୍ଷଣୀୟ, କେତେ ସୁନ୍ଦର ଆଉ କେତେ ମିଠା ତୋ ନାଁ। ତୋ ନାଁ ଶୁଣୁ ଶୁଣୁ, ତୋ ବଂଶୀ ଶୁଣୁ ଶୁଣୁ, ମଣିଷ ହଜିଯାଏ ତୋ ଭିତରେ। ଲୀଳା କାହାକୁ ବା ଅଛପା, କାହାକୁ ବା ଅଜଣା। ଭାଦ୍ରବ ମାସର ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ଜନ୍ମ ନେଇଥିବା ନଟବର ନାଗର କୃଷ୍ଣ ତୁ। ଦେବକୀ ମା କୋଳରେ ଜନ୍ମ ନେଲୁ, ଯଶୋଦା ମା କୋଳରେ ବଢ଼ିଲୁ। ଗୋପପୁରକୁ ଉଠେଇଲୁ, ପକେଇଲୁ, ସେଇ କୃଷ୍ଣ ହଉଛୁ ତୁ। যশোদা মা
ଯଶୋଦା ମାର ଭାରି ଦେଲା ହାୟ ଏମିତି କେମିତି ହେଲା କୁଞ୍ଜ ସାନ୍ତାଣୀ ରାଧା ବଡ଼ୁଣୀ ମୋହିନୀ ମନ୍ଦାର ବଳିରେ ତାକୁ ବିରତିରେ ବାନ୍ଧିଦେଲା ହାୟ ଏମିତି କେମିତି ହେଲା ହାୟ 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 ଏମିତି କେମିତି ହେଲା ରାଧାରାଣୀ ତ ବଂଶୀ ସ୍ୱରରେ ପାଗଳିନୀ ହୋଇ ତୋ ପାଖକୁ ଧାଇଁ ଆସୁଥିଲେ। ସରଳ ବଣି ତୋର ପ୍ରିୟ ବୋଲି ରାଧାରାଣୀ କେତେ ନିନ୍ଦା ଅପବାଦ ସହିଥିଲେ ସିନା, ହେଲେ ତୋ ପ୍ରେମକୁ ପାସୋରି ପାରୁନଥିଲେ। ଗୋପପୁରରେ ଏତେ ନାଟ କରୁଥିଲୁ ଯେ ମା ଯଶୋଦା ଗୋପବାସୀଙ୍କ ଟାହିଟା ପରା ଶୁଣି କାନ୍ଦୁଥିଲେ ସତ, ହେଲେ ତୋତେ ଟିକେ ହେଲେ ବି ପାଖରୁ ଛାଡ଼ୁନଥିଲେ। ଗୋପ ଛାଡ଼ି ଚାଲିଗଲା ପରେ ନନ୍ଦରାଜା ଆଉ ମା ଯଶୋଦାଙ୍କୁ ଅନ୍ଧ କରିଦେଇଗଲୁ। ଗୋଠରେ ତୋ ସଖାମାନେ ତୋତେ ଗାଈ ଚରେଇବାକୁ ଖୋଜୁଛନ୍ତି ତ ଯମୁନା କୂଳ ବି ତୋତେ ଝୁରୁଛି। ନା ରାଧା ଆଉ ସାହି ପଡ଼ିଶାଙ୍କ ଉଲୁଗୁଣା ଶୁଣୁଛି, ନା ତାର କଳସି ଭାଙ୍ଗୁଛି। କୁଞ୍ଜରେ ଯେମିତି ଝଡ଼ ଉଠିଛି। ଗୋପପୁର ତୋ ବିନା ଅନ୍ଧାର ଲାଗୁଛି କାହ୍ନା। ଗୋଠରେ ଖୋଜ ପଡୁଛି ତୁଟାରେ ଲୁହ ଝରୁଛି କୁଞ୍ଜରେ ଝଡ଼ ଉଠିଛି ଶୁଖିଛି ଯମୁନା ନଈ ଲୁହରେ ଭିଜୁଛି ଗାଈ ଅଙ୍ଗୁନି କଳସି କାଇ ଗୋପ ସାରା ଅନ୍ଧାର ନାହିଁ ମେଘ ମଲ୍ହାର ଗୋପ ସାରା ଅନ୍ଧାର ନାହିଁ ମେଘ ମଲ୍ହାର ରହିଯାଏ ସ୍ପନ୍ଦନ ହାୟ ଗୋ ହାୟ ଗୋ ହାୟ ଗୋ ନନ୍ଦନନ୍ଦନ ଭାଙ୍ଗି ଦେଲା ପ୍ରିୟ ଯଶୋଦା ମନ ସତରେ କାହ୍ନା, ତୋ ବିନା ସବୁ ଅନ୍ଧାର। ଫୁଲରେ ସୁବାସ ନାହିଁ, ଚାନ୍ଦରେ ଚାନ୍ଦିନୀ ନାହିଁ। ତୁ କୋଉଠି? ରାଧାରାଣୀ ତୋତେ ଝୁରୁଛି, ଗୋପପୁର ଝୁରୁଛି, ଯମୁନା କୂଳ ତୋ ବାଟ ଚାହିଁ ରହିଛି। ତୋ ବଂଶୀ ସ୍ୱର ଶୁଭୁନି, ଆଉ ସେ ଗହଳି କି ଚହଳ ମଧ୍ୟ ନାହିଁ। ତୁ ଫେରିଆ କାହ୍ନା, ତୁ କୋଉଠି? ଗୋପପୁରେ ଶୋଭୁ ନାହିଁ ଆଉ ଚହଳ ବସିଛନ୍ତି ମନ ମାରି ସାଥୀ ଗୋପାଳ ଯମୁନା ଲାଗେ ରେ ଖାଲି କାହ୍ନେ ବିନା ଖୋଜ ପଡ଼େ କାହିଁ ଗଲା କାଳିଆ ସୁନା ଅନେଇ ବସିଛି ତୋର ଫେରିବା ପଥ ଲେଉଟିଲା ନାହିଁ କିଆ କ୍ରୂର ରଥ କାହ୍ନାରେ କାହ୍ନା କାହ୍ନାରେ କାହ୍ନା କାହ୍ନାରେ କାହ୍ନା କାହ୍ନାରେ କାହ୍ନା ବଂଶୀ ଥିଲେ କି ହବ ରେ ବଂଶୀ ଥିଲେ କି ହବ ରେ କାହ୍ନେ ବିନା କାହ୍ନାରେ କାହ୍ନା କାହ୍ନାରେ କାହ୍ନା ତେବେ ଶ୍ରୋତା ବନ୍ଧୁ, ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁଣି ଥରେ ରେଡ଼ିଓ ଜୋହାର ପରିବାର ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜୟ ଶ୍ରୀକୃଷ୍ଣ, ଜୁହାର। 90 पॉइंट रे हुए एहार प्रसार रेडियो